ଏବେ ଏବେ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ 5ଟି ନୂଆ ଅପଡେଟ୍ ଆସିଯାଇଛି। ଦେଖନ୍ତୁ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ୱାର୍କର ରହିଛି ସେ ୱାର୍କରଟି ଆଉ କମ୍ ଦିନ ଭିତରେ ମିଳିବା ପାଇଁ ଯାଉଛି, ଯେଉଁଟାକି ଆପଣଙ୍କର ନଭେମ୍ବରରେ ମିଳିବା କଥା, ସେଇଟା ଯାହାକି ସରକାରଙ୍କ ତରଫରୁ ଜାନୁଆରୀ ମାସରେ କୁହାଗଲା। ଏବେ କିନ୍ତୁ ଆପଣଙ୍କର ଏଇ ଫେବୃଆରୀ ମାସରେ ଘର ମିଳିବାର ଯାହାକି ସମ୍ଭାବନା ରହିଛି। ତା ପୂର୍ବରୁ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ଯାହାକି ଆପଣମାନଙ୍କ ପାଇଁ 5ଟି ନୂଆ ଅପଡେଟ୍ ମୁଁ ନେଇ ଆସିଛି। ଦେଖନ୍ତୁ ଏଇ ଯେଉଁ ଆପଣଙ୍କର 5ଟି ନୂଆ ଅପଡେଟ୍ ରହିଛି ସମସ୍ତ ହିତାଧିକାରୀମାନଙ୍କ ପାଇଁ ଜରୁରୀ ରହିଛି। ଦେଖନ୍ତୁ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଇବା ପାଇଁ ଆବେଦନ କରିଛନ୍ତି ଏବଂ ଘର ପାଇବା ପାଇଁ ଯୋଗ୍ୟ ଅଟନ୍ତି, ସେହି ଲୋକମାନଙ୍କ ପାଇଁ ଏହି 5ଟି ଅପଡେଟ୍ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି, ଆପଣମାନଙ୍କୁ ଯାହାକି ନିହାତି ଜାଣିବା ପାଇଁ ପଡ଼ିବ। ଦେଖନ୍ତୁ এই 5ଟି ଅପଡେଟ୍ ଗୁଡ଼ିକ ଜାଣିବା ପାଇଁ ହେଲେ ଆପଣମାନେ ଯାହାକି এই ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଆପଣମାନେ ଯଦି ଏପର୍ଯ୍ୟନ୍ତ এই ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଥମେ ଦେଖନ୍ତୁ ଆପଣଙ୍କର এই ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ରହିଛି, এই ଘର ପାଇବା ପାଇଁ ହେଲେ ଆପଣମାନେ ଯାହାକି ଯୋଗ୍ୟ ହେଇଥିବା କଥା। ଆପଣଙ୍କର ଚାଲ ଛପର ଘର ଥିବ, ଆପଣମାନେ ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ଗାଇଡ଼ଲାଇନ୍ ରହିଛି ସେହି ଗାଇଡ଼ଲାଇନ୍ ଅନୁସାରେ ଯାଉଥିଲେ ଆପଣଙ୍କୁ ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘରଟି ଦିଆଯିବ। ଏହା ସହିତ ଆପଣଙ୍କର ଯେଉଁ ଆଧାର କାର୍ଡ଼ଟି ରହିଛି ସେହି ଆଧାର କାର୍ଡ଼ଟି ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମଧ୍ୟ ଆକ୍ଟିଭ୍ ହେଇଥିବା କଥା, କାହିଁକି ନା ସରକାରଙ୍କ ତରଫରୁ ଆପଣଙ୍କର ଏଇ ଯେଉଁ ଟଙ୍କାଟି ରହିଛି ଏଇ ଟଙ୍କାଟି ଡିବିଟି ମାଧ୍ୟମରେ ଦିଆଯିବ। ଏଇଟା ଆପଣଙ୍କର 1 ନମ୍ବର ରହିଛି। 2 ନମ୍ବରରେ ଆପଣମାନେ ପ୍ରଥମ ଫେଜ୍ରେ ଅର୍ଥାତ୍ ଆପଣଙ୍କର ଏଇ ଯେଉଁ ଘରଟି ରହିଛି ଏଇ ଘରଟି ଆପଣଙ୍କର ଯଦି ଆପଣଙ୍କୁ ମିଳିଯାଉଛି, ଅର୍ଥାତ୍ ଆପଣଙ୍କର ଯଦି ୱାର୍କରଟି ଆପଣଙ୍କୁ ମିଳୁଛି, ତାହେଲେ ଆପଣମାନେ ପ୍ରଥମ ଫେଜ୍ରେ ଅର୍ଥାତ୍ ଆପଣଙ୍କର ଯେଉଁ ଫାଷ୍ଟ ଇନଷ୍ଟଲମେଣ୍ଟ ରହିଛି ଫାଷ୍ଟ ଇନଷ୍ଟଲମେଣ୍ଟ ଆପଣଙ୍କର ଡିବିଟି ଆକ୍ଟିଭ୍ ଥିବା ବ୍ୟାଙ୍କ ଆକାଉଣ୍ଟରେ ସରକାରଙ୍କ ତରଫରୁ ୱାର୍କର ସହିତ 40,000 ଟଙ୍କା ଦିଆଯିବ। ସେଥିପାଇଁ ଆପଣମାନେ ଆପଣଙ୍କର ଯେଉଁ ଡିବିଟି ଆକ୍ଟିଭ୍ ବ୍ୟାଙ୍କ ଆକାଉଣ୍ଟଟି ରହିଛି ସେହି ବ୍ୟାଙ୍କ ଆକାଉଣ୍ଟଟି ଆପଣଙ୍କର ଡିବିଟି ଆକ୍ଟିଭ୍ ହେଇଛି କି ନାହିଁ ଆପଣମାନେ ଯାହାକି ପ୍ରଥମେ ଚେକ୍ କରି ନିଅନ୍ତୁ। ଯେଉଁମାନଙ୍କର ଡିବିଟି ଆକ୍ଟିଭ୍ ନାହିଁ ଆପଣ ନିକଟସ୍ଥ ବ୍ୟାଙ୍କକୁ ଯାଇକି ଡିବିଟି ଆକ୍ଟିଭ୍ କରି ନିଅନ୍ତୁ। ଏଇଟା ଆପଣଙ୍କର 2 ନମ୍ବର ଅପଡେଟ୍ ରହିଛି। 3 ନମ୍ବର ଅପଡେଟ୍ଟି ଦେଖନ୍ତୁ ସରକାରଙ୍କ ତରଫରୁ ଏଇ ଯେଉଁ ଆପଣଙ୍କର ୱାର୍କରଟି ଦିଆଯିବ କେବେ ଦିଆଯିବ, ଯୋଗ୍ୟ ହିତାଧିକାରୀମାନେ କେବେ ଆପଣଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କରଟି ପାଇପାରିବେ, ଅର୍ଥାତ୍ ସରକାରଙ୍କ ତରଫରୁ କେବେ ଆପଣଙ୍କର ଏହି ଘରଟି ଦିଆଯିବ। ଦେଖନ୍ତୁ ଏପର୍ଯ୍ୟନ୍ତ ତ ସରକାରଙ୍କ ତରଫରୁ କୌଣସି ଇନଫର୍ମେସନ୍ ଆସିନାହିଁ, କିନ୍ତୁ ଆଶା କରାଯାଉଛି ଆଗକୁ ଆପଣମାନେ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କରଟି ପାଇପାରିବେ। କାହିଁକି ନା ଆପଣଙ୍କର 2ଟା 3ଟା ଡେଟ୍ ଯାହାକି ସରକାରଙ୍କ ତରଫରୁ ଗଲାଣି। ଆପଣଙ୍କର ନଭେମ୍ବର ମାସରେ ମିଳିବ ବୋଲି ମାନ୍ୟବର ମନ୍ତ୍ରୀ କହୁଥିଲେ, ସେଇ ଡେଟ୍ଟି ଗଲା। ଆପଣଙ୍କର ଜାନୁଆରୀ ମଧ୍ୟ କୁହାଯାଉଥିଲା, ଜାନୁଆରୀ ଡେଟ୍ ମଧ୍ୟ ଗଲା। ଏବେ ଆପଣଙ୍କର ସରକାରଙ୍କ ତରଫରୁ କୌଣସି ଡେଟ୍ ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ଆଶା କରାଯାଉଛି ଏଇ ଯେଉଁ ଆପଣଙ୍କର ଫେବୃଆରୀ ମାସ ରହିଛି ଫେବୃଆରୀ ମାସର ଶେଷ ସପ୍ତାହ ଆଡ଼କୁ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କରଟି ମିଳିପାରେ, ନତବା ଆପଣଙ୍କୁ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ଆଡ଼କୁ ଏଇ ଆପଣଙ୍କର ଯେଉଁ ୱାର୍କର ରହିଛି এই ୱାର୍କରଟି ମିଳିବାର ଯାହାକି ସମ୍ଭାବନା ରହିଛି। ଏଇଟା ଆପଣଙ୍କର 3 ନମ୍ବର ଅପଡେଟ୍ ଥିଲା। 4 ନମ୍ବର ଅପଡେଟ୍ ଦେଖନ୍ତୁ ଆପଣଙ୍କୁ ଟଙ୍କା କେମିତି ଦିଆଯିବ, ଅର୍ଥାତ୍ ଆପଣମାନେ କେମିତି ଏଥର ଟଙ୍କା ପାଇପାରିବେ। ଦେଖନ୍ତୁ ସରକାରଙ୍କ ତରଫରୁ ଏଥର ଆପଣଙ୍କର ଯେଉଁ ଘର ରହିଛି ଆପଣଙ୍କୁ ପ୍ରଥମ ଫେଜ୍ର ଟଙ୍କାଟି ଦିଆଗଲା, ଅର୍ଥାତ୍ ଆପଣଙ୍କର ଫାଷ୍ଟ ଇନଷ୍ଟଲମେଣ୍ଟ 40,000 ଟଙ୍କା ଦିଆଗଲା। ଫାଷ୍ଟ ଇନଷ୍ଟଲମେଣ୍ଟରେ ଆପଣଙ୍କର ଯେତିକି ଘର କାମ କରିବା କଥା ଆପଣ ସେତିକି ଘର କାମ କରିସାରିଲା ପରେ ଆପଣ ଯାହାକି ନେକ୍ସଟ ଇନଷ୍ଟଲମେଣ୍ଟ ଟଙ୍କା ପାଇପାରିବେ, ଅର୍ଥାତ୍ ଆପଣଙ୍କର ଘର କାମଟି କମ୍ପ୍ଲିଟ୍ ହେଇଗଲା। ତାହେଲେ ଆପଣଙ୍କର ଯେଉଁ ଜିଓ ଟେକ୍ ଯିଏ କରୁଛନ୍ତି ସେ ଆସିକି ଆପଣଙ୍କର ଘରର ଜିଓ ଟେକ୍ କରିବେ। ଆପଣଙ୍କର ଘରର ଯେଉଁ ଫଟୋ ରହିଛି ସେଇ ଫଟୋଟି ଆପଣଙ୍କର ଯେଉଁ ଆପ୍ଲିକେସନ୍ ରହିଛି ଆବାସ ପ୍ଲସ୍ ଆପ୍ଲିକେସନ୍ ମାଧ୍ୟମରେ ସେମାନେ ଯାହାକି ଅପଲୋଡ଼ କରିବେ। ଅପଲୋଡ଼ ହେଲା ପରେ ଆପଣମାନେ ଯାହାକି ଆପଣଙ୍କର ନେକ୍ସଟ କିସ୍ତିର ଟଙ୍କା ପାଇପାରିବେ, ଯାହାକି ସରକାରଙ୍କ ତରଫରୁ ଏହି ପ୍ରୋସେସ୍ରେ ଏଥର ଟଙ୍କାଟି ଦିଆଯିବ। ଆପଣଙ୍କର ଏଇଟା 4 ନମ୍ବର ଅପଡେଟ୍ ଥିଲା। 5 ନମ୍ବର ଅପଡେଟ୍ଟି କ'ଣ ରହିଛି ଦେଖନ୍ତୁ। 5 ନମ୍ବର ଅପଡେଟ୍ଟି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ସରକାରଙ୍କ ତରଫରୁ ଏଥର କେତେ ଟଙ୍କା ଦିଆଯିବ ଏବଂ ଆପଣମାନେ କେତେ କିସ୍ତିରେ କେତେ ଟଙ୍କା ପାଇପାରିବେ। ଦେଖନ୍ତୁ ଏଥର ସରକାରଙ୍କ ତରଫରୁ ସେଇ 1,20,000 ଟଙ୍କା ଦିଆଯିବ।
ଆପଣଙ୍କର ପ୍ରଥମ କିସ୍ତିରେ ୱାର୍କର ସହିତ 40,000 ଟଙ୍କା, ଦ୍ୱିତୀୟ କିସ୍ତିରେ ଆପଣଙ୍କର 60,000 ଟଙ୍କା ଏବଂ ତୃତୀୟ କିସ୍ତିରେ ଆପଣମାନେ ଯାହାକି 30,000 ଟଙ୍କା ପାଇପାରିବେ। ଏହା ସହିତ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ତରଫରୁ ଆପଣଙ୍କୁ 2 ଟ୍ରିପ୍ ମାଗଣାରେ ବାଲି ମଧ୍ୟ ମିଳିବାର ସମ୍ଭାବନା ରହିଛି ଏବଂ ଯେଉଁମାନେ ଆପଣଙ୍କର କମ୍ ଟାଇମ୍ ଭିତରେ ଘର କାମଟିକୁ ସମାପ୍ତ କରିବେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ବୋନସ୍ ଟଙ୍କା ମଧ୍ୟ ରହିଛି, ଯାହାକି ଆପଣଙ୍କର ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ବୋନସ୍ ଟଙ୍କା ଦିଆଯାଇଥାଏ ସେହି ବୋନସ୍ ଟଙ୍କା ମଧ୍ୟ ଆପଣମାନେ ପାଇବାର ଯାହାକି ସମ୍ଭାବନା ରହିଛି। ଏଇଟା ଆପଣଙ୍କ ପାଇଁ ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ 5ଟି ନୂଆ ଅପଡେଟ୍। ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ।